ଆଜି ହ୍ୟାଲୋ ସାଙ୍ଗମାନେ, ନୂଆ ଭିଡ଼ିଓରେ ଆପଣଙ୍କୁ ସ୍ୱାଗତ। ଆପଣମାନେ ଦେଖି ଜାଣିପାରିଥିବେ ଚ୍ୟାନେଲ୍ ଦେଖିକି ପିଏମ୍ କିସାନରେ କେମିତି ମୋବାଇଲ୍ ନମ୍ବର ଅପଡ଼େଟ୍ କରିବା, କେମିତି ମୋବାଇଲ୍ ନମ୍ବର ଯାଇକି ଆମେ ଅଫିସିଆଲ୍ ୱେବସାଇଟ୍‌କୁ ଆସିଯିବା, ଅପଡ଼େଟ୍ କରିକି ଦେଖେଇବୁ। ଗୁଗୁଲ୍‌ରେ ସର୍ଚ୍ଚ କରିବା ପିଏମ୍ କିସାନ ଆସିଯାଇଛି। ଗୁଗୁଲ୍ କ୍ରୋମ୍‌ରେ ଆପଣମାନେ ତଳକୁ ସ୍କ୍ରଲ୍ କରିବା, SAID ହେଲେ ଯଦି ଲଗ୍ଇନ୍ କରିପାରିବେ, ନହେଲେ ତଳକୁ ସ୍କ୍ରଲ୍ କରିବେ, ଅଫିସିଆଲ୍ ଅପଡ଼େଟ୍ ୱେବସାଇଟ୍‌କି ମୋବାଇଲ୍ ନମ୍ବର ଆସିଯିବେ। ଏଠାରେ ଆମେ ଦେଖନ୍ତୁ କ୍ଲିକ୍ କରିବା। ଅପଡ଼େଟ୍ ମୋବାଇଲ୍ ନମ୍ବର ଲେଖା ହେଇଛି 6 ନମ୍ବର ଅପସନ୍‌ରେ କ୍ଲିକ୍ କରିବେ। ଚାଲନ୍ତୁ, ରେଜିଷ୍ଟ୍ରେସନ୍ ନମ୍ବର ଅଛି ଯଦି ଆପଣମାନେ ଦେବେ, ନହେଲେ ଆଧାର ନମ୍ବର ସିଲେକ୍ଟ କରିପାରିବେ କିମ୍ବା ମୋବାଇଲ୍ ନମ୍ବର। ଆଧାର ନମ୍ବର ଦେଇକି ଏଠି କ୍ୟାପ୍ଚା ଦେବେ, ଯାହା ଯେମିତି କ୍ୟାପିଟାଲ୍ ସ୍ମଲ୍‌ରେ ଅଛି ଦେଇକି କରିପାରିବେ। ଏଠି ଦେଖନ୍ତୁ ଗେଟ୍ ଆଧାର ଆସିଯାଇଛି ଆମର। ଗେଟ୍ ଆଧାରରେ କ୍ଲିକ୍ କରିବେ। ଆଧାର OTP ହାଜ୍ ବିନ୍ ସେଣ୍ଡ, ଆଧାର ରେଜିଷ୍ଟର୍ଡ ମୋବାଇଲ୍ ନମ୍ବର OTP ଆମର ଆସିଯାଇଛି ଅଲରେଡ଼ି। ଆମେ ଏବେ OTP ଫିଲ୍ଅପ୍ କରିବା। ଚାଲନ୍ତୁ ଲେଟ୍ସ ଗୋ। OTP ଆମେ ଦେଇଦେବା। ଆମର OTP ଆସିଯାଇଛି 5-6 ଡିଜିଟ୍ର OTP ରହିବ। ଆମେ OTP ଫିଲ୍ଅପ୍ କରିଦେବା। ଦେଖିପାରୁଥିବେ OTP ଫିଲ୍ଅପ୍ କରିଦେଉଛୁ। ଭେରିଫାଏ କରିବା ଏବେ। ଦେଖନ୍ତୁ ଆଧାର OTP ଭେରିଫାଏଡ଼୍। ତଳେ ଦେଖନ୍ତୁ ଆମ ରେଜିଷ୍ଟ୍ରେସନ୍ ନମ୍ବର ଆସିଯାଇଛି, ଡେଟ୍ ଅଫ୍ ବାର୍ଥ, ଜେଣ୍ଡର। ତଳେ ଦେଖନ୍ତୁ ଲେଖା ହେଇଛି ଏଣ୍ଟର ନ୍ୟୁ ମୋବାଇଲ୍ ନମ୍ବର। ଆପଣମାନେ ଯେଉଁ ନମ୍ବର ଅପଡ଼େଟ୍ କରିବାକୁ ଚାହୁଁଛନ୍ତି ସେଇ ନମ୍ବର ହିଁ ଦେବେ। ଅପଡ଼େଟ୍ କରିକି ମୋବାଇଲ୍ ନମ୍ବର ପକାଇକି ଗେଟ୍ OTP କରିବେ। ଗେଟ୍ OTP କଲା ପରେ ଆପଣଙ୍କ ମୋବାଇଲ୍‌କି OTP ଯିବ। ଆମର ଅଲରେଡ଼ି ଯୋଡ଼ି ରଖିଛୁ, ଆଡ଼୍ କରିସାରିଛୁ। ଆପଣମାନଙ୍କୁ ଦେଖାଇବା ପାଇଁ ସାମ୍ପଲ୍ ଦେଖାଉଛୁ। ଆଉ ଗୋଟେ ନମ୍ବର ପ୍ରଥମରୁ ବି ଥିଲା, ଦେଖନ୍ତୁ ଅଲରେଡ଼ି ଲେଖିବ। ଆପଣ ନୂଆ ନମ୍ବର ଦେଇକି ଅପଡ଼େଟ୍ କରିପାରିବେ। ଅପଡ଼େଟ୍ ନ କଲେ ଭାରି ଅସୁବିଧା, ଆପଣମାନେ ସେକେଣ୍ଡ କିସ୍ତି ଆଉ ପାଇପାରିବେନି। 18 ନମ୍ବର ଯେଉଁ କିସ୍ତି ଆସିବାର ଅଛି ନୂଆଖାଇରେ। ଏମିତି ଆପଣମାନେ ପିଏମ୍ କିସାନରେ ମୋବାଇଲ୍ ନମ୍ବର ଅପଡ଼େଟ୍ କରିପାରିବେ। ଜଣ ଜଣଙ୍କର ଯେଉଁ 2-3ଟି ଲେଖାଏଁ ମୋବାଇଲ୍ ନମ୍ବର ଲିଙ୍କ୍ ଅଛି ଗୋଟାଏ ଆଇଡ଼ିରେ, ଆପଣମାନେ ବି କରିପାରିବେ। ପ୍ରଥମେ ଗୁଗୁଲ୍‌କୁ ଯାଇକି ପିଏମ୍ କିସାନ ସର୍ଚ୍ଚ କରିନେବେ। ଅଫିସିଆଲ୍ ୱେବସାଇଟ୍ ଉପରେ ପିଏମ୍ କିସାନ ସମାନିଧିରେ ଆସି ମୁଁ ଯେମିତି ପ୍ରୋସେସ୍ କହିଲି ଆପଣମାନେ ଅପଡ଼େଟ୍ କରିପାରିବେ। ଲେଟ୍ସ ଗୋ। ଆଜି ପାଇଁ ଏତିକି।